ସ୍ୱାଗତ। ଆଜି ଆମେ ତୁମର ଇଣ୍ଟରନାଲ ଆସେସମେଣ୍ଟ 1ର ସାମାଜିକ ବିଜ୍ଞାନର ପ୍ରଶ୍ନପତ୍ରର ଉତ୍ତର ଆଲୋଚନା କରିବା। ତେବେ ଆସ ଏହି ପ୍ରଶ୍ନପତ୍ରରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ଗୋଟିଏ ଗୋଟିଏ ଆଲୋଚନା କରିବା। ୟୁନିଟ୍ 1 ଏକ ନମ୍ବର କ ଅଷ୍ଟାଦଶ ଶତାବ୍ଦୀର କେଉଁ ଭାଗରୁ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଅନେକ ନୂତନ ଯନ୍ତ୍ରର ଉଦ୍ଭାବନ ହୋଇଥିଲା? ଏହାର ଉତ୍ତର ହେବ ପ୍ରଥମ ଭାଗରୁ। খ ପ୍ରଶ୍ନ ଭାସ୍କୋ ଡା ଗାମା କେଉଁ ଦେଶର ବିଶିଷ୍ଟ ନାବିକ ଥିଲେ? ଉତ୍ତର ପର୍ତ୍ତୁଗାଲ। ଗ ନମ୍ବର ପ୍ରଶ୍ନ ଅଛି କେଉଁ ଦେଶ ଉପରେ ଜାପାନ ପ୍ରଭାବ ବିସ୍ତାର କରିବାରୁ ଜାପାନ ଓ ଚୀନ ମଧ୍ୟରେ ଯୁଦ୍ଧ ହୋଇଥିଲା? ଉତ୍ତର କୋରିଆ। ଘ ନମ୍ବର ପ୍ରଶ୍ନ କେଉଁ ମସିହାରେ କୋରିଆ ଜାପାନର ଏକ ଉପନିବେଶରେ ପରିଣତ ହୋଇଥିଲା? ଏହାର ଉତ୍ତର ହେବ 1910 ମସିହା। ଗ ନମ୍ବର ପ୍ରଶ୍ନ 1921 ମସିହାରେ କେଉଁ ଦ୍ୱୀପର ଅଧିକାରକୁ ନେଇ ସ୍ୱିଡେନ ଓ ଫିନଲାଣ୍ଡ ମଧ୍ୟରେ କଳହ ସମାଧାନ ହୋଇଥିଲା? ଏହାର ଉତ୍ତର ହେବ ଆଲାଣ୍ଡ ଦ୍ୱୀପ। ୟୁନିଟ୍ 2 ଏକ ନମ୍ବର କ କାହାର ଲକ୍ଷ୍ୟ ହେଉଛି ବ୍ୟକ୍ତିର ବ୍ୟକ୍ତିତ୍ୱର ବିକାଶ? ଏହାର ଉତ୍ତର ହେବ ଗଣତନ୍ତ୍ରର। ଖ ନମ୍ବର ପ୍ରଶ୍ନ ଅଛି ଭାରତର ସାର୍ବଭୌମ ରକ୍ଷା କରିବା କେଉଁ କର୍ତ୍ତବ୍ୟର ଅନ୍ତର୍ଭୁକ୍ତ? ଉତ୍ତର ହେବ ରାଜନୈତିକ କର୍ତ୍ତବ୍ୟ। ଗ ନମ୍ବର ପ୍ରଶ୍ନ କେଉଁ ସମ୍ବିଧାନ ସଂଶୋଧନ ଆଇନ ବଳରେ ପଞ୍ଚାୟତ ଗୁଡ଼ିକୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି? ଏହାର ଉତ୍ତର ହେବ 73ତମ ସମ୍ବିଧାନ ସଂଶୋଧନ ଆଇନ। ଘ ନମ୍ବର ପ୍ରଶ୍ନ କେଉଁ ମାମଲାରେ ଭାରତର ଉଚ୍ଚତମ ନ୍ୟାୟାଳୟ ଦର୍ଶାଇଛନ୍ତି ଯେ ଶାସନ କ୍ଷେତ୍ରରେ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି? ଏହାର ଉତ୍ତର କେଶବାନନ୍ଦ ଭାରତୀ। ଗ ନମ୍ବର ପ୍ରଶ୍ନ ରାଷ୍ଟ୍ର ଗୋହତ୍ୟା ନିବାରଣ କରିବ ଏହି ଉକ୍ତିଟି କେଉଁ ନିର୍ଦ୍ଦେଶାବଳୀର ଅନ୍ତର୍ଭୁକ୍ତ? ଏହା ଗାନ୍ଧୀବାଦୀ ନିର୍ଦ୍ଦେଶାବଳୀର ଅନ୍ତର୍ଭୁକ୍ତ। ୟୁନିଟ୍ 3 ଏକ ନମ୍ବର କ ଭାରତର ଉତ୍ତର ପ୍ରାନ୍ତରୁ ଦକ୍ଷିଣ ପ୍ରାନ୍ତର ବିସ୍ତୃତି କେତେ? ଉତ୍ତର ହେବ 3214 କିଲୋମିଟର। ଖ ନମ୍ବର ପ୍ରଶ୍ନ କୋହିମା କେଉଁ ରାଜ୍ୟର ରାଜଧାନୀ? ଉତ୍ତର ହେବ ନାଗାଲାଣ୍ଡ। ଗ ନମ୍ବର ପ୍ରଶ୍ନ ଦୁଇଟି ପ୍ଲେଟ୍ ପରସ୍ପର ବିପରୀତମୁଖୀ ହେଲେ କେଉଁ ଭୂମିରୂପ ସୃଷ୍ଟି ହୁଏ? ଏହାର ଉତ୍ତର ହେବ ଫାଟ ସୃଷ୍ଟି ହୁଏ। ଘ ନମ୍ବର ପ୍ରଶ୍ନ ଘର ଦୁଆରବନ୍ଧ ଉପରେ ଠିଆ ହୋଇ ରହିବା ପାଇଁ କେଉଁ ବିପର୍ଯ୍ୟୟ ସମୟରେ ପରାମର୍ଶ ଦିଆଯାଇଥାଏ? ଏହାର ଉତ୍ତର ହେବ ଭୂମିକମ୍ପ। ଗ ନମ୍ବର ମାନବ ବିକାଶ ସୂଚକ ସ୍ତର 0.799 ହେଲେ ଏହା କେଉଁ ସ୍ତର ଅଟେ? ଏହା ମଧ୍ୟମ ସ୍ତର ଅଟେ। ୟୁନିଟ୍ 4 ଏକ ନମ୍ବର କ ଉତ୍ପାଦନ ପାଇଁ ସହାୟକ ସେବା ପ୍ରଦାନ କେଉଁ କ୍ଷେତ୍ରର ଅନ୍ତର୍ଭୁକ୍ତ? ତୃତୀୟ କର କ୍ଷେତ୍ର ଅନ୍ତର୍ଭୁକ୍ତ। ଶିୱାଲିକରେ ଦେଖାଯାଉଥିବା ସଂକୀର୍ଣ୍ଣ ଉପତ୍ୟକାକୁ କ'ଣ କୁହାଯାଏ? ଏହାର ଉତ୍ତର ହେବ ଡୁନ୍ କୁହାଯାଏ। କ ନମ୍ବର ପ୍ରଶ୍ନ ଦାକ୍ଷିଣାତ୍ୟ ମାଳଭୂମିର ଉତ୍ତର ସୀମା କିଏ ନିର୍ଦ୍ଧାରଣ କରେ? ଏହାର ଉତ୍ତର ସାତପୁରା ପର୍ବତ ଶ୍ରେଣୀ। ଘ ନମ୍ବର ପ୍ରଶ୍ନ ମାଙ୍ଗାଲୋରରୁ ଗୋଆ ପର୍ଯ୍ୟନ୍ତ ଉପକୂଳକୁ କ'ଣ କୁହାଯାଏ? ଏହାର ଉତ୍ତର ହେବ କନ୍ନଡ଼ ଉପକୂଳ କୁହାଯାଏ। ଗ ନମ୍ବର ପ୍ରଶ୍ନ କ୍ଷେତ୍ରଫଳ ଦୃଷ୍ଟିରୁ କେଉଁ ଦେଶଟି ପୃଥିବୀର ଦ୍ୱିତୀୟ ବୃହତ୍ତମ ଦେଶ? ଏହାର ଉତ୍ତର ହେବ କାନାଡା। ମଲ୍ଟିପୁଲ ଆସେସମେଣ୍ଟ ଏକ ନମ୍ବର କ 1882 ମସିହାରେ ଅଷ୍ଟ୍ରିଆ ରାଜିନାମାରେ କେଉଁ ରାଷ୍ଟ୍ର ଯୋଗ ଦେଇଥିଲା? ଏହାର ଉତ୍ତର ହେବ ଇଟାଲୀ। ଖ ନମ୍ବର ପ୍ରଶ୍ନ ଇଂରେଜମାନେ ଚୀନରୁ ଚା କ୍ରୟ କରି କେଉଁଠାରେ ବିକ୍ରୟ କରୁଥିଲେ? ଏହାର ଉତ୍ତର ୟୁରୋପରେ। ଗ ନମ୍ବର ରୁଷିଆର କେଉଁ ଜାର୍ ଉତ୍ତମ ଚରିତ୍ର ଓ ଧାର୍ମିକ ମନୋବୃତ୍ତିର ବ୍ୟକ୍ତି ହୋଇଥିଲେ ସୁଦ୍ଧା ଅତ୍ୟନ୍ତ ଦୁର୍ବଳମନା ଥିଲେ? ଏହାର ଉତ୍ତର ହେବ ଜାର୍ ଦ୍ୱିତୀୟ ନିକୋଲାସ୍। ଘ ନମ୍ବର ପ୍ରଶ୍ନ ଦେଖ ଦାସ କ୍ୟାପିଟାଲ ପୁସ୍ତକର ପ୍ରଥମ ଖଣ୍ଡ କେବେ ପ୍ରକାଶିତ ହୋଇଥିଲା? ଉତ୍ତର 1867 ମସିହା। ଗ ନମ୍ବର ପ୍ରଶ୍ନ ରହିଛି ଜାତିସଂଘର କୋଭେନାଣ୍ଟରେ କେତୋଟି ଧାରା ଥିଲା? ଏହାର ଉତ୍ତର ହେବ 26ଟି। ଅରେ ଗୋଟେ ପ୍ରଶ୍ନ ରହିଛି ଭାରତର ସମ୍ବିଧାନରେ କେଉଁ ଧାରାରୁ କେଉଁ ଧାରା ମଧ୍ୟରେ ନାଗରିକମାନଙ୍କୁ ସ୍ୱାଧୀନତାର ଅଧିକାର ଦିଆଯାଇଛି? ଏହାର ଉତ୍ତର ହେବ ଧାରା 19ରୁ ଧାରା 22 ମଧ୍ୟରେ ନାଗରିକମାନଙ୍କୁ ସ୍ୱାଧୀନତାର ଅଧିକାର ଦିଆଯାଇଛି। ୟୁନିଟ୍ 2 ଦେଖ ମୌଖିକ ପ୍ରଶ୍ନ ଭାରତର ଦକ୍ଷିଣତମ ସ୍ଥାନ କିଏ? ଉତ୍ତର ଇନ୍ଦିରା ପଏଣ୍ଟ। ଶିୱାଲିକର ଠିକ୍ ଉତ୍ତରରେ ଥିବା ପର୍ବତ ଶ୍ରେଣୀର ନାମ କ'ଣ? ମଧ୍ୟ ହିମାଳୟ ବା ହିମାଚଳ। ଭାରତର ପ୍ରବାଳ ଦ୍ୱୀପପୁଞ୍ଜର ନାମ କ'ଣ? ଲାକ୍ଷାଦ୍ୱୀପ।
ପ୍ରଭୂତ କ୍ଷତିକାରକ ଓ ଧ୍ୱଂସକାରୀ ହେଉଥିବା ବିପତ୍ତିକୁ କ'ଣ କୁହନ୍ତି? ଉତ୍ତର ହେବ ବିପର୍ଯ୍ୟୟ। ଦ୍ରବ୍ୟ ଓ ସେବା ଉତ୍ପାଦନ କରୁଥିବା ସଂସ୍ଥାର ନାମ କ'ଣ? ଏହାର ଉତ୍ତର ହେବ ପ୍ରତିଷ୍ଠାନ। ଏହାର ଅର ଗୋଟେ ପ୍ରଶ୍ନ ରହିଛି, କେନ୍ଦ୍ରଶାସିତ ଅଞ୍ଚଳ ଓ ଏହାର ରାଜଧାନୀର ନାମ ସାରଣୀରେ ପ୍ରସ୍ତୁତ କରି ଆଣ। ପିଲାମାନେ, ଏହା ତୁମର ଆଗାମୀ ଇଣ୍ଟରନାଲ ଆସେସମେଣ୍ଟ 1 ପାଇଁ ଗୋଟିଏ ପ୍ରାକ୍ଟିସ କ୍ୱେଶ୍ଚିନ୍ ସେଟ୍ ଥିଲା। ତୁମେମାନେ ଏଥିରେ ଥିବା ପ୍ରଶ୍ନ ଗୁଡ଼ିର ଉତ୍ତର ଭଲ ଭାବେ ପ୍ରାକ୍ଟିସ କରିବ। ଯଦି ତୁମକୁ ଆଜିର ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ତୁମେ ଏହାକୁ ଲାଇକ୍ କରିବା ସହିତ ତୁମର ସାଙ୍ଗମାନଙ୍କ ସହିତ ସେୟାର କରିବ। ଧନ୍ୟବାଦ।